ପାଇବା ପାଇଁ ସବୁ ଚଢ଼େଇ ନିଜ ନିଜ ଘର ତିଆରି କରି ନେଇଥିଲେ। ହେଲେ ଶୀତ କମୁ ନଥିଲା। ରାତିରେ ତ ବରଫ ପଡୁଥିଲା। ଶୀତରୁ ରକ୍ଷା ପାଇବା ପାଇଁ ସବୁ ଚଢ଼େଇ ନିଆଁ ଜଳି ନିଜକୁ ଗରମ ରଖୁଥିଲେ। ଦିନେ ଗୋଟେ ଚଢ଼େଇ ନିଜ ଛୋଟ ଝିଅ ସାଙ୍ଗରେ ଶୁଖିଲା କାଠ ଯୋଗାଡ଼ କରିବା ପାଇଁ ଯାଇଥିଲା। ମା ମା ଦେଖ, ମୁଁ ଆଜି କେତେ ସାରା ଶୁଖିଲା କାଠ ଯୋଗାଡ଼ କରି ନେଲି। ଆରେ ବାଃ, ମୋ ଝିଅ ତ ଏବେ ବଢିଆ କାଠ ଯୋଗାଡ଼ କରିବା ଶିଖିଗଲାଣି। ଚାଲ ମା, ଏବେ ସବୁ କାଠ ନେଇ ଘରକୁ ଯିବା। ଚଢ଼େଇର ଘର ପାଖରେ ଏକ କାଉ ତା ସ୍ତ୍ରୀ ସାଙ୍ଗରେ ରହୁଥିଲା। ସେ କାଉ ଥିଲା ଭାରି ଅଳସୁଆ। ଆରେ ତମେ କଣ ଏଯାଏଁ ଶୋଇଛ? ଶୁଖିଲା କାଠ ଆଣିବାକୁ କେତେବେଳେ ଯିବ? ତୁ ତ ଜାଣିଛୁ ମତେ କାମ କରିବାକୁ ଭଲ ଲାଗେନି, କାହିଁକି ମତେ ସବୁଦିନ କାମ କରିବାକୁ କହୁ? ତମେ ବୋଧେ ଭୁଲି ଯାଉଛ, ଏଇଟା ଶୀତ ଦିନ। ଶୁଖିଲା କାଠ ଯୋଗାଡ଼ କରି ଘରକୁ ଗରମ ନ କଲେ ଆମେ ଥଣ୍ଡାରେ ମରିଯିବା। ତମ ଘର ସାମ୍ନାରେ ରହୁଥିବା ଚଢ଼େଇକୁ ଦେଖ, ସେ ପ୍ରତିଦିନ ତା ଝିଅକୁ ଧରି ଶୁଖିଲା କାଠ ଖୋଜିବାକୁ ଯାଏ, ଆଉ ତମେ ଅଳସୁଆଙ୍କ ପରି ଶୋଇ ରହିଥାଅ। ଓହୋ, ତୁ ମତେ ଆଉ ବିରକ୍ତ କରନି, ମୁଁ ଯାଉଛି ଶୁଖିଲା କାଠ ଆଣିଦେବି। ଏମିତି କହି କାଉ ଶୁଖିଲା କାଠ ଆଣିବାକୁ ଚାଲିଗଲା। କିଛି ଦୂର ଗଲା ପରେ ତାର ନଜର ଚଢ଼େଇ ଆଉ ତାର ଛୁଆ ଉପରେ ପଡ଼ିଲା। ସେ ସେମାନଙ୍କ ପାଖକୁ ଗଲା। ଚଢ଼େଇ, ଆଜି ମୋ ଦେହଟା ଜମା ଭଲ ଲାଗୁନି। ତୁ ତ ଜାଣିଛୁ ଚଢ଼େଇ, ରାତିରେ କେତେ ଶୀତ ଲାଗୁଛି। ଆଜି ମତେ ତୋଠୁ କିଛି ଶୁଖିଲା କାଠ ଦେଇପାରିବୁ? ମୁଁ ଜାଣିଛି ତା ଦେହ ଜମା ବି ଖରାପ ନାହିଁ। ତୁ କାମ ନ କରିବା ପାଇଁ ଏମିତି ବାହାନା କରୁଛୁ। କାଉ, ଏତେ ଅଳସୁଆ ହେବା ଠିକ ନୁହଁ। ନିଜ କାମ ନିଜେ କରିବା ଶିଖି। ସାମାନ୍ୟ କେତେଟା ଶୁଖିଲା କାଠ ପାଇଁ ତୁ ମତେ ଏତେ କଥା ଶୁଣେଇଲୁ ଚଢ଼େଇ? ଅଙ୍କଲ, ଏଠି ବହୁତ ଗୁଡ଼ିଏ ଶୁଖିଲା କାଠ ପଡ଼ିଛି, ତୁମେ ନିଜେ ଯୋଗାଡ଼ କରି ନେଇଯାଅ। ଏ କାଉ ସହ କଥା ହେଇ କିଛି ଲାଭ ନାହିଁ। ଚାଲ ମା, ଆମେ ଆମ କାଠ ନେଇ ଘରକୁ ଯିବା। ରହ ଚଢ଼େଇ, ମୁଁ ବି ଦେଖିବି ଆଜି ତୁ ଏ କାଠ ସବୁ କେମିତି ଚଳେଇବୁ। ଚଢ଼େଇ ସେଠାରୁ ଯିବା ପରେ କାଉ ଆଖପାଖରେ ଥିବା ଶୁଖିଲା କାଠ ଜମା କଲା ଆଉ ନିଜ ଘରକୁ ଚାଲିଗଲା। କିଛି ସମୟ ପରେ ସନ୍ଧ୍ୟା ହେଇଗଲା। ଆରେ ମା, କିଛି ସମୟ ପରେ ରାତି ହେଇଯିବ। ଚାଲ ନଦୀରୁ ପାଣି ପିଇ ଆସିବା। ଏମିତି କଥା ହେଇ ସେ ମା ଛୁଆ ନଦୀକୁ ପାଣି ପିଇବା ପାଇଁ ଚାଲିଗଲେ। କାଉ ତାଙ୍କ ଘର ବାହାରେ ହିଁ ଲୁଚିଥିଲା। ଚଢ଼େଇ ଯେମିତି ତା ଘରୁ ବାହାରି ଗଲା, କାଉ ତା ଘର ଭିତରକୁ ଯାଇ ଚଢ଼େଇ ରଖିଥିବା ଶୁଖିଲା କାଠ ଉପରେ ପାଣି ଢାଳିଦେଲା। ହା ହା ହା, ଏବେ ଦେଖିବି ଚଢ଼େଇ ତୁ କେମିତି ଏ କାଠରେ ନିଆଁ ଲଗେଇବୁ। ଏମିତି କହି କାଉ ନିଜ ଘରକୁ ଫେରିଗଲା ଆଉ ତାର ସ୍ତ୍ରୀକୁ ସବୁ ଘଟଣା କହିଲା। ସେପଟେ ଚଢ଼େଇ ଓଦା କାଠରେ ନିଆଁ ଜଳି ପାରିଲାନି। ଏତେ ସମୟରୁ ଚେଷ୍ଟା କରୁଛି, ହେଲେ କାଠରେ ନିଆଁ ଲାଗୁନି କଣ ପାଇଁ? ମା, ଆମେ ଯେତେବେଳେ କାଠ ଆଣିଥିଲେ ତ ସବୁ ଶୁଖିଲା ଥିଲା। ହଠାତ୍ ଏମିତି ଓଦା କେମିତି ହେଇଗଲା? ଭାରି ଥଣ୍ଡା ଲାଗୁଛି ମା, ଏବେ କଣ କରିବା? ଆରେ ମା, ତୁ ଟିକେ ଅପେକ୍ଷା କର। ମୁଁ ଆମ ପାଖ ପଡ଼ୋଶୀଙ୍କ ଘରୁ କିଛି ଶୁଖିଲା କାଠ ମାଗି ଆଣୁଛି। ଏକା ସାଙ୍ଗରେ ଜଳିଲେ ହୁଏତ ଏ ବଡ଼ କାଠ ଗୁଡ଼ାକ ବି ଜଳିଯିବ। ଏମିତି ଚିନ୍ତା କରି ଚଢ଼େଇ ତା ପାଖ ପଡ଼ୋଶୀ ମିଟୁ ପାଖକୁ ଗଲା। ମିଟୁ, ତୋ ପାଖରେ କିଛି ଶୁଖିଲା କାଠ ଅଛି କି? ଆଜି ସକାଳେ ମୁଁ ଜଙ୍ଗଲରୁ କିଛି ଶୁଖିଲା କାଠ ଆଣିଥିଲି, ହେଲେ ଯେତେ ଚେଷ୍ଟା କଲେ ବି ସେ କାଠରେ ନିଆଁ ଲାଗୁନି। ମୋ ଝିଅକୁ ଭାରି ଥଣ୍ଡା ଲାଗୁଛି। ଯଦି ତୋ ପାଖରେ କିଛି ଶୁଖିଲା କାଠ ଥାଏ ମତେ ଦେଇଥା। ଆରେ ଚଢ଼େଇ, ମୋ ପାଖରେ ଗୋଟେ ବି କାଠ ନାହିଁ। ମୁଁ ମୋ ଘରକୁ ଗରମ କରିବା ପାଇଁ ହିଟର ଜଳାଏ। ତୁ ଆଉ କାହାକୁ କାଠ ମାଗି ଦେଖେ। ତାପରେ ଚଢ଼େଇ ଗଲା କାଉ ପାଖକୁ। କାଉ, ତୋ ପାଖରେ କିଛି ଶୁଖିଲା କାଠ ଅଛି? ମତେ ଦେଇପାରିବୁ? ଯା ଯା ଚଢ଼େଇ, ଚାଲି ଆସିଲା କାଠ ମାଗିବା ପାଇଁ। ମୁଁ ତତେ ଗୋଟେ ବି କାଠ ଦେବିନି। ଆଜି ମୁଁ ତତେ କହିଥିଲି ନା, ତୁ ଆଜି ରାତି ତ କାଠ ଜଳେଇ ପାରିବୁନି। କାଉ ପାଖରୁ ଏମିତି ଶୁଣି ଚଢ଼େଇ ମନ ଦୁଃଖରେ ସେଠାରୁ ଚାଲି ଆସିଲା। ଶୁଖିଲା କାଠ ପାଇବା ଆଶାରେ ସେ ଏକ ଗଛ ମୂଳକୁ ଗଲା, ହେଲେ ବରଫ ପଡ଼ିବା ଯୋଗୁଁ ସବୁ ଶୁଖିଲା କାଠ ଓଦା ହେଇଯାଇଥିଲା। ଚଢ଼େଇ ମନ ଦୁଃଖରେ ସେଠି ବସିଥିବା ସମୟରେ ହଠାତ୍ ସେ ପାଖ ଗଛ ତା ସହ କଥା ହେଲା। ଚଢ଼େଇ, ତୁ ମନ ଦୁଃଖ କରନି, ତ ଶୁଖିଲା କାଠକୁ ସେ ଦୁଷ୍ଟ କାଉ ଓଦା କରିଛି। ମୁଁ ଜାଣେ, ମୋ ପଡ଼ୋଶୀ କାଉ ଭାରି ଦୁଷ୍ଟ। ସେ ସବୁବେଳେ ମତେ ଏମିତି ହଇରାଣ କରେ। ହେଲେ ତୁମେ ଗଛ ହେଇ ମୋ ସହ କେମିତି କଥା କହିପାରୁଛ? ଚଢ଼େଇ, ମୁଁ ସାଧାରଣ ଗଛ ନୁହଁ, ମୁଁ ହେଉଛି ସାହାଯ୍ୟକାରୀ ଗଛ। ମୁଁ ଭଲ ଚଢ଼େଇ ମାନଙ୍କୁ ସାହାଯ୍ୟ କରେ। ଚଢ଼େଇ, ତୁ ଏ ଯାଦୁର ହିଟର ନେଇଯା। ଏ ହିଟର
ତ ଘରକୁ ଗରମ ରଖିବ, ତତେ ଆଉ ଜମା ବି ଥଣ୍ଡା ଲାଗିବନି। ତାପରେ ଚଢ଼େଇ ସେ ଯାଦୁର ହିଟର ଧରି ନିଜ ଘରକୁ ଫେରି ଆସିଲା। ତା ଘର ପୁରାପୁରି ଗରମ ହେଇଗଲା। ଚଢ଼େଇ ଆଉ ତାର ଛୁଆକୁ ଜମା ବି ଥଣ୍ଡା ଲାଗିଲାନି। ମା ଏବେ ଆମକୁ ଆଉ ଶୁଖିଲା କାଠ ଖୋଜିବାକୁ ପଡିବନି। ଏ ଯାଦୁର ହିଟର ପାଇଁ ଜମା ବି ଥଣ୍ଡା ଲାଗୁନି। ହଁ, ସେ ଦୁଷ୍ଟ କାଉ ଆମର କ୍ଷତି କରିବାକୁ ଚାହୁଁଥିଲା, ହେଲେ ଭଗବାନଙ୍କ କୃପାରୁ ଆମକୁ ଏ ଯାଦୁର ହିଟର ମିଳିଗଲା। ଏବେ ଆମର ଆଉ ଥଣ୍ଡାକୁ ଚିନ୍ତା ନାହିଁ। ଏମିତି କଥା ହେଇ ସେ ମା ଛୁଆ ଶୋଇ ପଡ଼ିଲେ। ସକାଳେ କାଉମାନେ ଚଢ଼େଇର ମଜା ଉଡେଇଲେ। କିରେ ଚଢ଼େଇ, ରାତିରେ ଠିକରେ ଶୋଇ ପାରିଲୁ ତ? ନିଆଁ ଜଳିବା ପାଇଁ ତ ପାଖରେ କାଠ ନଥିବ ନା? କାଲି ରାତିରେ ମୋ ଘର ବହୁତ ଗରମ ଥିଲା। ସାହାଯ୍ୟକାରୀ ଗଛ ମତେ ଏକ ଯାଦୁର ହିଟର ଦେଇଛନ୍ତି। ଗୋଟେ ମିନିଟରେ ହିଁ ମୋ ଘର ଗରମ ହେଇଯାଏ। ଏମିତି କହି ଚଢ଼େଇ ସେଠାରୁ ଚାଲିଗଲା। ଆରେ କଣ, ଆମେ ତ ଚଢ଼େଇର କ୍ଷତି କରିବାକୁ ଚାହୁଁଥିଲେ, ହେଲେ ତାର ତ ଉପକାର ହେଇଗଲା। ଏବେ ତାକୁ ଆଉ ଶୁଖିଲା କାଠ ଖୋଜିବାକୁ ବି ପଡିବନି। ମୁଁ ବି ଆଜି ସେ ସାହାଯ୍ୟକାରୀ ଗଛ ପାଖକୁ ଯିବି ଆଉ ଚଢ଼େଇ ପରି ଏକ ଯାଦୁର ହିଟର ଆଣିବି। ଏମିତି ଚିନ୍ତା କରି କାଉ ରାତିରେ ନିଜ ଘରେ ଜମା ଥିବା ସବୁ ଶୁଖିଲା କାଠ ଉପରେ ନିଜେ ହିଁ ପାଣି ଢାଳିଦେଲା। ଆରେ ଏ କଣ କରୁଛ? ଯଦି ସେ ସାହାଯ୍ୟକାରୀ ଗଛ ତୁମକୁ ଯାଦୁର ହିଟର ନ ଦେଲା, ଆଜି ଆମେ ଥଣ୍ଡାରେ ମରିବା। ସବୁଠୁ ବଡ଼ କଥା ହେଲା, ତୁମେ ସେ ସାହାଯ୍ୟକାରୀ ଗଛକୁ ଚିହ୍ନି ପାରିବ ତ? ଆରେ ତୁ ଚିନ୍ତା କରନି, ମୁଁ ସେ ସାହାଯ୍ୟକାରୀ ଗଛକୁ ଚିହ୍ନି ପାରିବି। ସେ ନିଶ୍ଚୟ କୋଉ ପୁରୁଣା ଗଛ ହେଇଥିବ। ତାପରେ କାଉ ଜଙ୍ଗଲ ଭିତରକୁ ଗଲା ଆଉ ସାହାଯ୍ୟକାରୀ ଗଛକୁ ଖୋଜିଲା। ଆରେ ଏଇ ତ ଆଗରେ ଗୋଟେ ବଡ଼ ଗଛ ଅଛି। ଏ ଗଛକୁ ଦେଖି ଲାଗୁଛି ଏ ଗଛ ବହୁତ ପୁରୁଣା। ନିଶ୍ଚୟ ଏ ଗଛ ହିଁ ସାହାଯ୍ୟକାରୀ ଗଛ ହେଇଥିବ। ମୁଁ ଏବେ ଗଛ ପାଖକୁ ଯାଏ ଆଉ ମୋ ନାଟକ ଆରମ୍ଭ କରିଦିଏ। ମୋ କାଠ, ମୋ ଶୁଖିଲା କାଠ ଓଦା ହେଇଯାଇଛି। ଏବେ ମୁଁ ଶୁଖିଲା କାଠ କୋଉଠି ପାଇବି? ମୁଁ ଆଉ ମୋ ସ୍ତ୍ରୀ ଥଣ୍ଡାରେ ମରିଯିବୁ। କିଏ ମତେ ସାହାଯ୍ୟ କର। କାଉର ଏପରି କାନ୍ଦ ଶୁଣି ସେ ସାହାଯ୍ୟକାରୀ ଗଛ ତା ସହ କଥା ହେଲା। କାଉ, ମୁଁ ତୋର ସବୁ କଥା ଶୁଣିଲି। ତୁ ସତ କହୁଛୁ ତ? ତୋ ପାଖରେ ଶୁଖିଲା କାଠ ନାହିଁ? ହଁ ସାହାଯ୍ୟକାରୀ ଗଛ, ମୁଁ ସତ କହୁଛି। ମୋ ପାଖରେ ଗୋଟେ ବି ଶୁଖିଲା କାଠ ନାହିଁ। ଆଚ୍ଛା କାଉ, ତୁ କେବେ ବି କାହାରି କ୍ଷତି କରିନୁ ତ? ତୁ ଜଣେ ଭଲ ପକ୍ଷୀ ନା? ହଁ ସାହାଯ୍ୟକାରୀ ଗଛ, ମୁଁ ବହୁତ ଭଲ ପକ୍ଷୀ। ଆଜି ଯାଏଁ ମୁଁ କାହାର ବି କ୍ଷତି କରିନି। ମତେ ବିଶ୍ୱାସ କର, ମୁଁ ସତ କହୁଛି। ତେବେ ଠିକ ଅଛି, ତୁ ଏ ଯାଦୁର ହିଟର ନେଇଯା। ଏ ହିଟର ତ କର୍ମ ଅନୁସାରେ ତତେ ଫଳ ଦେବ। କାଉ ଖୁସି ହେଇ ସେ ଯାଦୁର ହିଟର ନେଇ ଘରକୁ ଆସିଲା। ଆରେ ଦେଖେ, ମୁଁ ଚଢ଼େଇ ଭଳି ଯାଦୁର ହିଟର ନେଇ ଆସିଲି। ମୁଁ ସେ ସାହାଯ୍ୟକାରୀ ଗଛ ସାମ୍ନାରେ କେତେ ନାଟକ କରି କାନ୍ଦିଲି। ସେ ଜମା ବି ଜାଣିପାରିଲାନି ମୁଁ ମିଛ କହୁଛି, ଆଉ ମତେ ସେ ଯାଦୁର ହିଟର ଦେଇଦେଲା। ଭଲ କରିଛ, ଏବେ ଆମକୁ ବି ଯାଦୁର ହିଟର ମିଳିଗଲା। ଜଲ୍ଦି ଏ ହିଟରକୁ ଅନ୍ କର, ମତେ ଭାରି ଥଣ୍ଡା ଲାଗୁଛି। ତାପରେ କାଉ ସେ ହିଟରକୁ ଅନ୍ କଲା, ହେଲେ ସେ ହିଟରରୁ ଥଣ୍ଡା ପବନ ବାହାରୁଥିଲା। ଏ ହିଟରରୁ କଣ ଥଣ୍ଡା ପବନ ବାହାରୁଛି? ହରେ ଦେଖୁଛ କଣ? ଜଲ୍ଦି ଏ ହିଟରକୁ ବନ୍ଦ କର। ନା, ଆଉ ଏ ହିଟର ବନ୍ଦ ହେବନି। ତମେ ଦୁଇ କାଉ ବହୁତ ଦୁଷ୍ଟ। ମୁଁ କେବେ ବି ଖରାପ ଚଢ଼େଇଙ୍କୁ ସାହାଯ୍ୟ କରେନି। ତମେ ଦୁଇ ଜଣ ଅନେକ ଚଢ଼େଇଙ୍କୁ ହଇରାଣ କରିଛ। ଆଜି ପୁରା ରାତି ତମେ ମାନେ କଷ୍ଟ ପାଅ। ଦୁଇ କାଉ ନିଜ ଶୁଖିଲା କାଠକୁ ବି ଓଦା କରିଦେଇଥିଲେ। ନିଆଁ ଜଳେଇବା ପାଇଁ ତାଙ୍କ ପାଖରେ ଗୋଟେ ବି କାଠ ନଥିଲା। ପୁରା ରାତି ସେମାନେ ଶୀତରେ ଥରି ରାତି